କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅଞ୍ଚଳରେ ଜୁଆଙ୍ଗ ସମ୍ପ୍ରଦାୟର ଆଦିମ ଜନଜାତିମାନେ ବସବାସ କରିଥାନ୍ତି। ଜୁଆଙ୍ଗ ଶବ୍ଦର ଅର୍ଥ ହେଉଛି ମାନବର ପୁତ୍ର। ପ୍ରାଚୀନ କାଳରେ ସେମାନେ କେବଳ ଗଛର ପତ୍ରକୁ ପରିଧାନ କରୁଥିବାରୁ ସେମାନଙ୍କୁ ପତୁଆ ମଧ୍ୟ କୁହାଯାଉଥିଲା। ଏହି ସମ୍ପ୍ରଦାୟ ଦୁଇଟି ଭାଗରେ ବିଭକ୍ତ, ଯଥା ପାହାଡ଼ି ଜୁଆଙ୍ଗ ଏବଂ ସମତଳ ଜୁଆଙ୍ଗ। ପାହାଡ଼ି ଜୁଆଙ୍ଗ କେନ୍ଦୁଝର ଏବଂ ପାଲହରାର ପାହାଡ଼ ରେଞ୍ଜରେ ସୀମିତ ଥିବାବେଳେ ସମତଳ ଜୁଆଙ୍ଗ ଢେଙ୍କାନାଳ ଓ କେନ୍ଦୁଝରର ସମତଳ ଭୂମିରେ ବସବାସ କରିଥାନ୍ତି। ପାହାଡ଼ି ଜୁଆଙ୍ଗ ଜୁଆଙ୍ଗ ପୀରଙ୍କୁ ସେମାନଙ୍କର ମାତୃଭୂମି ବୋଲି ଦାବି କରିଥାନ୍ତି। ଯେଉଁମାନେ ଏହି ଅଞ୍ଚଳରେ ବସବାସ କରନ୍ତି ସେମାନଙ୍କୁ ଥାନିଆ ବା ମୂଳ ବାସିନ୍ଦା ବୋଲି କୁହାଯାଏ ଏବଂ ଢେଙ୍କାନାଳ ଜିଲ୍ଲାର ସମତଳ ଅଞ୍ଚଳରେ ବସବାସ କରୁଥିବା ଜୁଆଙ୍ଗକୁ ଭାଗୁଦିଆ ବୋଲି କୁହାଯାଏ। ଜୁଆଙ୍ଗମାନଙ୍କର ବିଶ୍ୱାସ ରହିଛି ଯେ ସେମାନେ ହେଉଛନ୍ତି ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ମଣିଷ। ଏମାନେ ମୁଖ୍ୟତଃ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଏଥିସହିତ ସମତଳ ଭୂମିରେ ଏମାନେ ଚାଷ କାର୍ଯ୍ୟ କରିବା ସହିତ ପଶୁପାଳନ ମଧ୍ୟ କରିଥାନ୍ତି। ଜୁଆଙ୍ଗ ଗ୍ରାମଗୁଡ଼ିକ 4 ଜଣ ପୀରଙ୍କ ନାମରେ ରହିଥାଏ, ଯେପରିକି ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବିନା। ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ସର୍ଦ୍ଦାର ନିଯୁକ୍ତ ହୋଇଥାନ୍ତି। ଗ୍ରାମରେ ଯୁବକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଘର ରହିଥାଏ, ଯାହାକୁ ମଣ୍ଡାଘର ବୋଲି କୁହାଯାଏ। ପ୍ରତ୍ୟେକ ଗ୍ରାମ ନିକଟରେ ରହିଥିବା ଉତ୍ପାଦନକାରୀ ଏବଂ ଉପଯୋଗୀ ପ୍ରାକୃତିକ ସମ୍ପଦର ମାଲିକାନା ସେହି ଗ୍ରାମ ଅଧୀନରେ ରହିଥାଏ। ଗ୍ରାମରେ ପଶୁମାନଙ୍କ ପାଇଁ ଚରିବା ଜମି, ଚାଷ ଜମି ସ୍ୱତନ୍ତ୍ର ଭାବରେ ରହିଥାଏ। ପ୍ରମୁଖ ପର୍ବପର୍ବାଣୀ ଗୁଡ଼ିକ ଯେପରିକି ପୁଷ୍ପୁନେଇ, ଆମ୍ବନୂଆ, ତୃତୀୟା, ପୀରପୂଜା ଆଦି ଗ୍ରାମବାସୀମାନେ ସାମୂହିକ ଭାବରେ ପାଳନ କରିଥାନ୍ତି। ଧରମ ଦେବତା, ବସୁମାତା ଏବଂ ଗ୍ରାମଶ୍ରୀ ବା ଗ୍ରାମଦେବୀଙ୍କୁ ଏମାନେ ପୂଜାର୍ଚ୍ଚନା କରିଥାନ୍ତି। ବ୍ୟୁରୋ ରିପୋର୍ଟ, ଉତ୍କଳ କ୍ରାନ୍ତି।